ହ୍ୟାଲୋ ଫ୍ରେଣ୍ଡ, ମୁଁ ଗୋପାଳକୃଷ୍ଣ ମହର ଆପଣଙ୍କୁ ସ୍ୱାଗତ କରୁଛି ନୂଆ ଏକ ବ୍ଲଗ୍ ଭିଡ଼ିଓରେ। ଆଉ ମୋ ଚ୍ୟାନେଲ୍ ହେଉଛି ଗୋପାଳନ ପ୍ରମେୟ ବ୍ଲଗ୍ ଚ୍ୟାନେଲ୍। ଆପଣମାନଙ୍କୁ ଏ ବ୍ଲଗ୍ ଚ୍ୟାନେଲ୍ ମାଧ୍ୟମରେ ମୁଁ ଆପଣଙ୍କର ସ୍ୱାଗତ କରୁଛି ପୁଣି ଥରେ। ତ ଦେଖନ୍ତୁ, ଆମେ ଆସୁଛୁ ଜଙ୍ଗଲ ଆଡ଼େ। ମୁଁ ଜଙ୍ଗଲ ଆଡ଼େ ଆସିକି ଦେଖାଇବାର କାରଣ କ'ଣ କି, ଆମ ଜଙ୍ଗଲୀ ଲୋକ ମାନେ ଜଙ୍ଗଲରେ ଚଳନ୍ତି। ତ ମାନେ ସହର ଅପେକ୍ଷା ଜଙ୍ଗଲରେ କ'ଣ ପାଇଁ ଆମର ଖର୍ଚ୍ଚ କମ୍ ହୁଏ। ଖର୍ଚ୍ଚ କମ୍ ହେବା ଫଳରେ ମଧ୍ୟ ଆମର ଯେଉଁଟାକି ମେଡ଼ିକାଲ ଖର୍ଚ୍ଚ ବି କମ୍ ହୁଏ। ଏଇଟା ତ ଆପଣମାନେ ଭଲ ଭାବରେ ଜାଣିଥିବେ। ଦେଖନ୍ତୁ, ପୁରା ଜଙ୍ଗଲ ଆଡ଼େ ଆସୁଛୁ। ତ ଜଙ୍ଗଲରେ ଆସୁଛୁ, ଏଇଠି କ'ଣ ମାଛି ମଶା ଏଗୁଡ଼ାକ ମଧ୍ୟ ଆମକୁ କାମୁଡୁଛନ୍ତି। ତଥାପି ଆମର ରୋଗ କମ୍ ହେଉଛି କାହିଁକି ଜାଣିଛନ୍ତି ନା? ଜାଣିନଥିବେ। ଯଦି ସହରୀ ହେଇଥିବେ ବୋଲି ଜାଣିନଥିବେ। ଯଦି ଓଡ଼ିଶାବାସୀ ତ ନିହାତି ଭାବରେ ଜାଣିଥିବେ। ଓଡ଼ିଶାଟା ଅଧିକାଂଶ ଜଙ୍ଗଲ ଥାଏ। ତ ଜଙ୍ଗଲ ଭିତରେ ମୁଁ ଆସିଛି ଆପଣମାନଙ୍କୁ ଖାସ୍ କରି କିଛି ଜିନିଷ ଦେଖାଇବା। ତ ଦେଖନ୍ତୁ, ଏ ଗଛପତ୍ର ଯାହା ନାହିଁ ବଣରେ ନା, ତାହା ନାହିଁ କିଛି କୋଣରେ। ତ ଏଇ କଥା ଆମେ ମାନୁଛୁ। ସେଇଥିପାଇଁ ମୁଁ ଆପଣମାନଙ୍କୁ ଗୋଟେ ଜିନିଷ ଦେଖାଇବା ପାଇଁ ଚାହୁଁଛି। ଦେଖନ୍ତୁ, ଆମର କେମିତି ଖର୍ଚ୍ଚ କମ୍ ହେଉଛି। ଆମକୁ ବେମାର ହେଉଛି ହେଲା କି, ବେମାର ତ ନିହାତି ଭାବରେ ହେଉଥିବ। ନିହାତି ଭାବରେ ସମସ୍ତେ ହେବ, ଜଙ୍ଗଲୀ ଲୋକ ହେଉ ସହର ଲୋକ, କିନ୍ତୁ ସହରୀ ଅପେକ୍ଷା ଆଉ ଜଙ୍ଗଲୀ ଲୋକମାନଙ୍କ ପାଖରେ ବେମାର କମ୍। ତ ଏ କଥା ଆପଣ ଜାଣନ୍ତୁ ନ ଜାଣନ୍ତୁ, କିନ୍ତୁ ମୁଁ ଏଇଟା ବାଧ୍ୟରେ କହୁଛି। କାହିଁକିନା ଆମକୁ ଜଙ୍ଗଲ ଅପେକ୍ଷା ସହରରେ ଅଧିକ ରୋଗ ଆଉ ବଡ଼ ବଡ଼ ରୋଗ ଦେଖିବାକୁ ମିଳୁଛି। ତ ଆମେ ଛୋଟ ଛୋଟ ରୋଗରୁ ଯଦି ଆମେ କିଛି ଉପଚାର କରୁଛେ ନା, ବଡ଼ ରୋଗ ଆମର ହେଉନି। ହେଲେ ତ ଦେଖନ୍ତୁ, ଗୋଟେ ଜିନିଷ ଗଛଟି ଦେଖାଉଛି ଆପଣମାନଙ୍କୁ। କି ଗଛ? ଏ ଗଛ ଚିହ୍ନିଛନ୍ତି ଆପଣ? ଚିହ୍ନି ନଥିବେ, ମୁଁ ଗଛ ଉପଡ଼ିକି ଦେଖାଇ ଦେଉଛି। ଏଇ ଗଛ ମୂଳରେ ଗୋଟେ କନ୍ଦାଟେ ବାହାରିବ। ଯେଉଁଟାକି ଆଙ୍ଗୁଠି ବାଗିଆ ଏମିତି ବାହାରିବ। ଆଠୁ ଟିକେ ସରୁ ବାହାରିବ। ଏଇଟା ମୂଳରେ ଆଠୁ ସରୁ ବାହାରିବ। ତ ଏଇଟା ହେଉଛି ତାଳମୂଳି ଗଛର ନାଁ। ତାଳମୂଳି ହେଲା କି, ଆମେ ଏଇଟାକୁ ମଧ୍ୟ ଔଷଧ ରୂପରେ ବ୍ୟବହାର କରୁଛୁ। ତ ଜାଣିଥିବେ, କୌଣସି ମାନେ ଆୟୁର୍ବେଦିକ ହିସାବରେ ଯଦି ଆପଣମାନେ କିଛି ମେଡ଼ିସିନ୍ ନେଉଥିବେ, ଜାଣିଥିବେ ଆୟୁର୍ବେଦିକ ହିସାବରେ ଏ ଜିନିଷକୁ ବହୁତ ପ୍ରାଧାନ୍ୟ ଦିଆଯାଇଛି। ଏଇ ଜିନିଷ ମଧ୍ୟ ଆମେ ମଧ୍ୟ କ'ଣ କି, ଶରୀର ହୃଷ୍ଟପୃଷ୍ଟ ପାଇଁ ଶକ୍ତି ବଢ଼ିବ। ଯେଉଁଟାକି ଆମେ କ୍ଷୀର ଯଦି ଖାଇବା, ଆଉ ସହିତ କିଛି ଆଉ ଜିନିଷ ମିଶାଇବାକୁ ପଡ଼ିବ। ତ ସେ ଜିନିଷ ଖାଇବା ଯଦି ଆମର ଶରୀର ହୃଷ୍ଟପୃଷ୍ଟ, ଶକ୍ତିଟା ବଳଟା ବଢ଼ିବ। ଆଉ ରୋଗ ପ୍ରତିରୋଧକ ଶକ୍ତି ବହୁତ ମାତ୍ରାରେ ବଢ଼ିଥାଏ। ସେଇଥିପାଇଁ ଆମ ପାଇଁ ରୋଗ କମ୍ ହୁଏ। ତ ଏଇ ଜିନିଷ ଆମେ ବ୍ୟବହାର କରୁଛୁ। ଆଉ ଆଜି ଆସିଛୁ ଆମେ ତ ଔଷଧ ପାଇଁ ନାହିଁ। ତ କହିଥିଲି ଏଇଟା ଛୋଟିଆ ମୋଟା କିଛି ଖାଉଛୁ ବୋଲି କି। ଆମେ 2 ଜଣ ଆସିଛୁ। ସିଏ ହାଣୁଛି ଏଠି କାଠ। ଆମେ କାଠ ନେଇକି ଯିବୁ ଆଜି। କାଠ ନେଇକି ଗଲା ପରେ, ଆଉ ଆମେ ତ ଗ୍ୟାସରେ ରାନ୍ଧୁନୁ ନା, କାଠରେ ରାନ୍ଧୁଛୁ। ଆଉ ଗୋଟେ ଜିନିଷ ଦେଖଉଛି, ଏଇଟା ଆପଣମାନେ ଜାଣିଥିବେ ନା। ଏଇଟା ଗୋଟେ କୋଉ ଗଛର ଫଳ ଆପଣମାନେ ନିହାତି ଭାବରେ କମେଣ୍ଟ କରିବେ। କିନ୍ତୁ ଏ ଫଳର ମୁଁ ଦେଖିବାର କାରଣ କ'ଣ, ଏ ଫଳରେ ମଧ୍ୟ ଔଷଧ ବ୍ୟବହାର କରାଯାଉଛି। ଯେଉଁଟାକି ଆପଣମାନଙ୍କର ଯଦି ଥିବ ପଶୁପାଳନ କରୁଥିବେ, ଯେଉଁଟାକି ଛେଳି, ଯେମିତି କହିଲି ଛେଳି, ଗାଈ, ଗୋରୁ ଆଉ ମଇଁଷି ଯଦି କରୁଥିବେ ଚାଷ, ତ ଏ ଜିନିଷ ହେଉଛି ପ୍ରାଧାନ୍ୟ ଜିନିଷ ଆମର। ଯେଉଁଟାକି ଝାଡ଼ା ହେଉଛନ୍ତି ଛେଳିମାନେ, ତ ଛେଳିମାନେ ଝାଡ଼ା ହେଲେ ମଧ୍ୟ ଏଇଟାକୁ ବାଟିକି ଯଦି ଆମେ ଖୋଇ ଦେଉଛୁ, ଖାଇବାକୁ ଦେଉଛୁ, ତ ଏଇଟା ଖାଇବା ଫଳରେ ତାଙ୍କର ଝାଡ଼ା ମଧ୍ୟ ବନ୍ଦ ହେଇଯାଉଛି। ଏଥିରେ ମଧ୍ୟ ଆମର ମେଡ଼ିକାଲ ଖର୍ଚ୍ଚ ବଞ୍ଚି ଯାଉଛି। ତ ମେଡ଼ିକାଲ ଖର୍ଚ୍ଚ ଆମର କମ୍ ପଡ଼ୁଛି, ଜାଣିଲେ କି। ଜଙ୍ଗଲରେ ଆମର ପାଳୁ ବି ମିଳୁଛି, ଆଉ ହଳଦୀ ବି ମିଳୁଛି। ଆଉ ପିଆଜ ମଧ୍ୟ ମିଳୁଛି। କିନ୍ତୁ ପିଆଜ ଆମେ ସେଇଟା ଖିଆ ହୁଏନି। ସେଇଟା କୌଣସି ଔଷଧ ହିସାବରେ ନିଆଯାଏ। ସେଇଟା ଖିଆ ହୁଏନି। ପିଆଜ ମଧ୍ୟ ମିଳୁଛି, ହଳଦୀ ମିଳୁଛି। ଆଉ ଅଦା, ହଳଦୀ ମାନେ ଯାହା ମାର୍କେଟରେ ମିଳୁଛି, ତାହା ମଧ୍ୟ ଜଙ୍ଗଲରେ ବି ମିଳୁଛି। ଆମେ ଅଧିକାଂଶ ସହରୀ ଲୋକ ଭଳିଆ ତ ସହର ବୁଲେଇକିରି ପିଜା, ବର୍ଗର, ଏମିତି ଚାଟ୍, ଚାଉମିନ ତ ଦେଖେଇ ପାରିବୁନି। କାହିଁକି? ଚାଟ୍, ଚାଉମିନ ଖାଇବା ଫଳରେ ତ ରୋଗଗ୍ରସ୍ତ ଲୋକମାନେ ହେଉଛନ୍ତି। ଏଇଟା ମଧ୍ୟ ଟିଭିରେ ପ୍ରଚାର ହେଉଛି। ଆଉ ସମସ୍ତେ ମଧ୍ୟ ଆପଣମାନେ ମଧ୍ୟ ଜାଣିଛନ୍ତି। ତ ସେଇଥିପାଇଁ ଆମେ ଜଙ୍ଗଲୀ ଜିନିଷ ଦେଖାଉଛୁ। ଆଉ ଆପଣମାନେ ଯଦି ଭଲ ଲାଗୁଥିବ ଭିଡ଼ିଓଟି, ନିହାତି ଭାବରେ କମେଣ୍ଟ କରିବେ ଆଉ ସେୟାର ମଧ୍ୟ କରିଦେବେ। ଆଉ ଗୋଟେ ଗଛ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ। ଏଇଟା ଗୋଟେ ଗଛଟା, ଯୋଉଟା ଗଛ ଏଇଟା ଦେଖାଯାଉଛି। ଦେଖାଯାଉଛି ନା। ତ ଏଇଟା ଗଛ ହେଉଛି, ଏଇଟା ଗଛ ହେଉଛି ଗଙ୍ଗଶିଉଳି, ହେଲା କି, ଗଙ୍ଗଶିଉଳି ଗଛ। ଗଙ୍ଗଶିଉଳି ଗଛ, ଏଇଟା ଆମକୁ ପିତା ହୁଏ। ପାଟିକି ପିତା ଲାଗିବ। ଏଇଟା କ'ଣ ହେଉଛି, ଆମେ ଯଦି କୌଣସି ଜ୍ୱର, ହଠାତ୍ ଜ୍ୱର ହେଉଛି, ସାଧାରଣ ଜ୍ୱର, ଯେଉଁଟାକି
ମଶା କାମୁଡ଼ିଲେ ଆମକୁ କ'ଣ ମ୍ୟାଲେରିଆ ହେବ। ମ୍ୟାଲେରିଆ ପାଇଁ ଏଇଟା ବହୁତ ଉପକୃଷ୍ଟ ଜିନିଷଟା। ସେ ଜିନିଷ ପାଇଁ ଆମେ ଏଇଟା ୟୁଜ୍ କରୁ, ଯେଉଁଟାକି ଆମେ ମେଡ଼ିକାଲ ଖର୍ଚ୍ଚ ପହଞ୍ଚୁଛେ। କିନ୍ତୁ ଏଇଟା ଆୟୁର୍ବେଦିକ ବହୁତ ଭଲ ଜିନିଷ, ଯେଉଁଟାକି ରୋଗକୁ ନାଶ କରେ। ଆଉ ଏ ଗଛକୁ କହିବେ ଅର୍ଗୁଆ, ଯେଉଁଟାକି ସରୁ ସରୁ ପତ୍ର ହେଇଛି ଦେଖନ୍ତୁ ଏଇଟା ହେଲା। ମୂଳଟା ଏମିତି ହୁଏ, ଛୋଟ ଛୋଟ ହୁଏ ମୂଳ, ବହୁତ ବଡ଼ ମଧ୍ୟ ହବ। ଏଇଟା ଛୋଟ ଗଛଟା, ଏଇଟା କହିବେ ଅର୍ଗୁଣା। ଅର୍ଗୁଣା ଶାଗ ବି ଖାଆନ୍ତି, ମାନେ ଯେଉଁଟା ମାନେ ଡାଳଟା ପୁରା କଷି ଥାଏ, କଷି ମାନେ ପାକଳି ନଥାଏ ସେତେବେଳକୁ ମାନେ ଖାଇବେ। ତାପରେ ଏହାର ଫଳ ମଧ୍ୟ ହୁଏ, ଏଡ଼ିକି ଏଡ଼ିକି ଫଳ ହୁଏ, ଯେଉଁଟାକି ପାଚିଲେ ବହୁତ ଦୂରକୁ ମଧ୍ୟ ବାସନା ହୁଏ। ମାନେ ସେ ପିଠା ଯଦି ଆପଣ ଖାଇବେ ନା, ବହୁତ ମାନେ ମେଡ଼ିସିନ ଆକାରରେ ତ ଆପଣମାନେ ଯେଉଁଟା ହେଲେ ପାଇପାରିବେ ମେଡ଼ିସିନଟା, ତା ଦେହରେ ଯେଉଁଟା ମେଡ଼ିସିନ ହୁଏ। ତାପରେ ମେଡ଼ିସିନ ଆକାର ତ ଛାଡ଼ନ୍ତୁ, ଯେଉଁଟା ପିଠା ଖାଇବେ ନା, ଆପଣମାନେ ଯେତେ କୌଣସି ସୁଗନ୍ଧ ପକାଉଛନ୍ତି ପିଠା ଟିକେ ବାସନା ହେବା ପାଇଁ, କିନ୍ତୁ ଏଇଟାରେ କିଛି ସୁଗନ୍ଧ ପକାଇବା ଦରକାର ନାହିଁ। ଏତେ ବାସନା ହେବ, ମସ୍ତ ଲାଗିବ ଖାଇବା ପାଇଁ। କିନ୍ତୁ ଆପଣ କିଏ କିଏ ଖାଇଛନ୍ତି ସେମିତି ନିହାତି ଭାବରେ କରିବେ। ଆଜିକା ଭିଡ଼ିଓରେ ତ ମୁଁ ଆପଣମାନଙ୍କୁ ବହୁତ କିଛି ଗଛ ଦେଖେଇଲି ଆଉ ଗଛ ଚିହ୍ନେଇଲି। ଆଉ ମୋର ଭିଡ଼ିଓ ବନେଇବାର ମାନେ ବନେଇଥିଲି, ଯେଉଁଟାକି ଆପଣମାନେ ଯଦି ଗଛ ଖୋଜୁଛନ୍ତି ଚିହ୍ନି ପାରୁନାହାନ୍ତି, ଗଛ ଚିହ୍ନେଇ ଦେଲି ତ ଆପଣମାନେ କିଛି ଔଷଧରେ ବ୍ୟବହାର କରିବା ପାଇଁ ବ୍ୟବହାର କରିପାରିବେ। କିନ୍ତୁ ବ୍ୟବହାର ଆପଣମାନେ କେମିତି କଣ କରିବେ ଆପଣ ଜାଣିଥିବେ, ହେଲା କି ଆମେ ଜାଣିନାହାନ୍ତି ତ ଯେଉଁଟା ଜାଣିଛୁ ଆମେ ଜାଣିଛୁ, ଠିକ୍ ଅଛି। ଆଉ ଆପଣମାନେ ଦେଖିଲେ ଯଦି ମୋ ଭିଡ଼ିଓ ମାଧ୍ୟମରେ ଯେକୌଣସି ଲୋକ ମଧ୍ୟ ନା ଗୋଟେ ଜିନିଷ ବି ବ୍ୟବହାର କରିପାରିଲା, କି ଗୋଟେ ଜିନିଷ କି ଚିହ୍ନି ପାରିଲା, ତାହେଲେ ମୋ ଭିଡ଼ିଓ ବନେଇବାର ସାର୍ଥକ ହେଇଯିବ ମୁଁ ଜାଣିବି। ଆଉ ଆପଣମାନେ କ'ଣ କହୁଛନ୍ତି, ଭିଡ଼ିଓଟି କେମିତି ଲାଗିଲା ନିହାତି ଭାବରେ କମେଣ୍ଟ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ତ ନିହାତି ଭାବରେ କରିବେ। ଆଉ ଯେଉଁଟାକି ଆପଣମାନଙ୍କ ପାଇଁ ମୁଁ ମଧ୍ୟ ଏମିତି ଅନେକ ଭିଡ଼ିଓ ନେଇକି ଆସିବି। ଆଜି ଭିଡ଼ିଓ ଟିକେ ଲମ୍ବା ହେଇଯାଇଛି, ଜଷ୍ଟ ରହୁଛି, ବାଏ ବାଏ।